ପ୍ରକୃତରେ ଯିଏ ଗଢ଼ିବା ଶିଖିଛି ସେ କେବେ ଭାଙ୍ଗିବା ଶିଖେନି। ଅର୍ଥାତ୍ ଯିଏ କିଛି ନୂଆ କରି ତିଆରି କରିବା ଶିଖିଛି ସେ ନିଜ ହାତରେ କେବେ ସେ ଜିନିଷକୁ ଭାଙ୍ଗେ ନାହିଁ। ଯିଏ ନୂଆ ସମ୍ପର୍କ ଗଢ଼ି ତୋଳିଛି, ଯିଏ ନୂଆ କିଛି ସମ୍ପର୍କ ବାନ୍ଧିଛି, ସେ କେବେ ସେ ସମ୍ପର୍କକୁ ଭାଙ୍ଗିବ ନାହିଁ। କାହିଁକି ନା ସେ ସମ୍ପର୍କ ହେଉ କି ଘର ହେଉ କି ପରିବାର ହେଉ କି ଯାହା ବି ହେଉ, ଯିଏ ଗଢ଼ିବା ଶିଖିଛି ନା ସେ କେବେ ବି ଭାଙ୍ଗି ପାରିବ ନାହିଁ। ତାର କାରଣ ତା ହାତ ଯିବ ନାହିଁ। କିନ୍ତୁ ଯେଉଁମାନେ ଭାଙ୍ଗିବା ଯାହାର ପ୍ରକୃତି ସେମାନେ ତ କେବେ ଗଢ଼ି ପାରିବେନି, କିନ୍ତୁ ଏତେ ମାତ୍ରାରେ ସେମାନେ ଲୋକଙ୍କ ସମ୍ପର୍କ ଭାଙ୍ଗିବେ, ଘର ଭାଙ୍ଗିବେ, ପରିବାରକୁ ଭାଙ୍ଗିବେ, ଭାଇ ଭାଇ ଭିତରେ କଳହ ସୃଷ୍ଟି କରିବେ, ଭାଇ ଭଉଣୀ ଭିତରେ କଳହ ସୃଷ୍ଟି କରିବେ, ମା ପୁଅଙ୍କ ଭିତରେ କଳହ ସୃଷ୍ଟି କରିବେ, ଏମିତିକି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଧ୍ୟ ସମ୍ପର୍କକୁ ଭାଙ୍ଗିବା ପାଇଁ ଚେଷ୍ଟା କରିବେ। ତେଣୁ ଭାଙ୍ଗିବା ଯାହାର ପ୍ରକୃତି ନା ସେ କେବେ ଗଢ଼ି ପାରିବ, ଆଉ ଗଢ଼ିବା ଯାହାର ପ୍ରକୃତି ସେ କେବେ ନା ଭାଙ୍ଗି ପାରିବ। ଏଇ ତ ଜୀବନର କଥା।